ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ସୁଦଶା ବ୍ରତ ଅବସରରେ ଘଟଗାଁ ବ୍ଲକ ଅଞ୍ଚଳ ଢେଙ୍କିକୋଟରେ ହନୁମାନ ବାଟିକା ପରିସରରେ ନିର୍ମାଣ ହେବାକୁ ଥିବା ଶ୍ରୀରାମ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପର୍ବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ମହିଳାମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ମଧ୍ୟରେ ଏଠାକୁ କଳସ ଯାତ୍ରା ମଣ୍ଡପକୁ ଅଣାଯାଇ ସ୍ଥାପନ କରାଯାଇଥିଲା। କର୍ତ୍ତା ନିରଞ୍ଜନ ଦଳେଇ ଓ ଉଷାମଣି ଦଳେଇଙ୍କ ଉପସ୍ଥିତିରେ ପଣ୍ଡିତ ଦେବପ୍ରସାଦ ମହାଜନ, ପଣ୍ଡିତ ଜ୍ୟୋତିପ୍ରକାଶ ମିଶ୍ର, ପଣ୍ଡିତ ବିଶ୍ୱରଞ୍ଜନ ପଣ୍ଡା, ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ର ପ୍ରମୁଖ ହୋମାଦି ଯଜ୍ଞ ଆଦି ପରିଚାଳନା ସହ ଶିଳାପୂଜନ କରିଥିଲେ। କମିଟିର ସଭାପତି ରାଜକିଶୋର ସାହୁ, ସମ୍ପାଦକ ମକରଧ୍ୱଜ ସାହୁ, ସର୍ବଶ୍ରୀ ଚକ୍ରଧର ରାଉଳ, ତୃପ୍ତିରଞ୍ଜନ ସାହୁ, ସଞ୍ଜୟ କୁମାର ସାହୁ, ଅବିନାଶ ଜେନା, ବେଣୁଧର ସାହୁ ପ୍ରମୁଖ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ପ୍ରମୁଖ ବ୍ୟକ୍ତି, ସାଧୁ ଓ ବୁଦ୍ଧିଜୀବୀମାନଙ୍କ ସହ ସାଂସଦଙ୍କ ପତ୍ନୀ ଲବଙ୍ଗଲତା ନାୟକଙ୍କ ବହୁ ମହିଳା କାର୍ଯ୍ୟକ୍ରମରେ ସାମିଲ ରହି ଭିତ୍ତିପ୍ରସ୍ତର ସ୍ଥାପନ ଦେଖିବା ସହ ପ୍ରସାଦ ସେବନରେ ମିଳିତ ହୋଇଥିଲେ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।